ଜୟଗୁରୁ ପରମ ପିତାଙ୍କ ଅପାର ଦୟାରୁ ଆପଣ ଓ ଆପଣଙ୍କ ପରିବାର ଭଲରେ ଥିବେ ବୋଲି ଆଶା ଓ ବିଶ୍ୱାସ। ଆଜି ଆମର ୟୁଟ୍ୟୁବ୍ ଚ୍ୟାନେଲ ଆମ ପ୍ରୟାସକୁ ଆପଣଙ୍କୁ ସ୍ୱାଗତ ଅଭିନନ୍ଦନ। ଆଜି ଆମେ ସେହି ପରମ ପିତା ପରମ ଦୟାଲ ଯୁଗ ପୁରୁଷୋତ୍ତମ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସେହି ଦିବ୍ୟ ଲୀଳା ସମ୍ପର୍କରେ ଆପଣମାନଙ୍କ ନିକଟରେ ତୋଳି ଧରିଥିବା କେତୋଟି କଥାକୁ ନେଇ ପୁଣି ଆପଣମାନଙ୍କ ଆଗରେ ଆଜି ଆମେ ଏକ ନୂତନ ଆଲେଖ୍ୟର ଉପସ୍ଥାପନ କରିବାକୁ ଯାଉଛୁ। ଯୁଗେ ଯୁଗେ ତବ ଆଗମନ ପ୍ରଭୁ ପରମ ପୁରୁଷ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ବିଶ୍ୱ ସ୍ରଷ୍ଟାଙ୍କର ଅନବଦ୍ୟ ସୃଷ୍ଟି। ଏହି ବିଶ୍ୱ ଭୂଖଣ୍ଡ ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା ପୃଥିବୀ, ପୁଣି ପୃଥିବୀରେ ନଦ ନଦୀ ସାଗର ବୃକ୍ଷଲତା ଜୀବଜନ୍ତୁ ସର୍ବୋପରି ଶ୍ରେଷ୍ଠ ଜୀବ ମଣିଷ ପ୍ରତ୍ୟେକଙ୍କୁ ତାଙ୍କ ସୃଷ୍ଟିର ଅଂଶ ବିଶେଷ। ବେଦ ବେଦାନ୍ତ ପୋଥି ପୁରାଣ ତାହା ହିଁ ବର୍ଣ୍ଣନା କରେ ବିଶ୍ୱପତିଙ୍କର ଅଭିନବ ଲୀଳା ଭିତରେ ଏ ସମସ୍ତ ସୁପରିଚାଳିତ। ସୃଷ୍ଟିର ସନ୍ଧିକ୍ଷଣରେ ଯେତେବେଳେ ତାଙ୍କ ପ୍ରବର୍ତ୍ତିତ ନିୟମର ଉଲ୍ଲଙ୍ଘନ ହୁଏ, ସ୍ରଷ୍ଟା ନିଜେ ଅବତାର ଗ୍ରହଣ କରି ସୃଷ୍ଟିକୁ ରକ୍ଷା କରନ୍ତି। ସେହି ଧାରାରେ ଦଶାବତାରର ବର୍ଣ୍ଣନା ରହିଛି। ମତ୍ସ୍ୟ, କୁର୍ମ, ବରାହ, ନରସିଂହ, ବାମନ, ରାମ, କୃଷ୍ଣ, ବୁଦ୍ଧ, ଶ୍ରୀ ଚୈତନ୍ୟ ତଥା ରାମକୃଷ୍ଣ ରୂପେ ତାଙ୍କର ଆବିର୍ଭାବ ହୋଇଛି ଏହି ଧରାପୃଷ୍ଠରେ। ତେବେ ପ୍ରଭୁ ଶ୍ରୀରାମକୃଷ୍ଣଙ୍କ ଅବର୍ତ୍ତମାନରେ ବିଶ୍ୱକୁ ନବଦିଶା ପ୍ରଦାନ ପାଇଁ ଅବତାର ରୂପେ ଆସିଛନ୍ତି ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଏ ଯୁଗରେ ପୁରୁଷୋତ୍ତମ ରୂପେ ଭାଗବତରେ ଲେଖା ଅଛି, ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ, ଯେ ଯୁଗେ ଯେଉଁ ଅବତାର ସେ ନାମ ବର୍ଣ୍ଣେ ଦାମୋଦର। ଅର୍ଥାତ୍ ପ୍ରତି ଯୁଗରେ ଯୁଗର ପ୍ରୟୋଜନ ପୂରଣ ପାଇଁ ଯୁଗ ପୁରୁଷୋତ୍ତମ ବିଭିନ୍ନ ରୂପ ଧରି ଆସନ୍ତି ଏବଂ ନବୀନ ଅବତାର ରୂପେ ଆସିଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଶ୍ରୀ ଶ୍ରୀ ଠାକୁର କହନ୍ତି, ପୁରୁଷୋତ୍ତମ ଯେତେବେଳେ ଆସନ୍ତି ପୂର୍ବତନ ସମସ୍ତ ପୁରୁଷୋତ୍ତମମାନଙ୍କୁ ପୂରଣ କରି ପରବର୍ତ୍ତୀ ହିସାବରେ ତାଙ୍କର ଲୀଳା ପ୍ରକାଶ କରନ୍ତି। ଅବଲୀଳା କ୍ରମେ ସେ ନିଜେ ହିଁ ତାଙ୍କର ଲୀଳା ବା କଥା ମାଧ୍ୟମରେ ପରିପ୍ରକାଶ କରନ୍ତି ଯେ ସେ ପରବର୍ତ୍ତୀ ହିସାବରେ ସୃଷ୍ଟିକୁ ରକ୍ଷା କରିବାକୁ ଆସିଛନ୍ତି। ଗୋଟିଏ ଅନୁଭବର ଘଟଣା ଏଠାରେ ଅବତରଣ କରିବାକୁ କରୁଛି। 2002 ମସିହା ଅକ୍ଟୋବର ଉତ୍ସବର ଶେଷ ଦିନରେ ପୂଜନୀୟା ରାଙ୍ଗାମା ସମସ୍ତଙ୍କୁ ଶୋକସାଗରରେ ଭସେଇ ବ୍ରହ୍ମଲୀନ ହୋଇଗଲେ। ତାପରେ ଏପ୍ରିଲ ଉତ୍ସବରେ ନବବର୍ଷ ପ୍ରଣାମ ଧରାରେ ପୂଜନୀୟ ମୂର୍ତ୍ତି ତାଙ୍କୁ ଦର୍ଶନ ପ୍ରଣାମରେ କାର୍ଯ୍ୟକ୍ରମ ଚାଲିଥାଏ। ସଦ୍ୟ ମାତୃ ବିୟୋଗରେ ପୁଞ୍ଜୀଭୂତ ବେଦନା ସେ ପ୍ରକାଶ କଲେ ତାଙ୍କ କଥା ଭିତରେ। ପ୍ରସଙ୍ଗ କ୍ରମେ ଶ୍ରୀ ଶ୍ରୀ ବରଦାଙ୍କ କଥା, ତାଙ୍କର ସମୟାନୁବର୍ତ୍ତିତା ସତ୍ସଙ୍ଗର ପରିଚାଳନା ଇତ୍ୟାଦିର କଥା କହିଲେ। ପରେ ପରେ ପିଲାଦିନରେ ଶ୍ରୀ ଶ୍ରୀ ଠାକୁରଙ୍କୁ ନେଇ ନିଜସ୍ୱ ଅନୁଭୂତିର କଥା କହିଲେ। ପୂଜନୀୟ ମୂର୍ତ୍ତିତା କହୁଥାନ୍ତି, ଏ ଜୀବନର ଚରମ ସୌଭାଗ୍ୟ ପରମ ପ୍ରାପ୍ତି ମୋର, ମୁଁ ପୁରୁଷୋତ୍ତମଙ୍କ ରକ୍ତବାହୀ। ତେବେ ବି ଆମେ ସମସ୍ତେ ତାଙ୍କର ଅଶେଷ କୃପାଧନ୍ୟ। ଦୟାକରି ସେ ତାଙ୍କ ଶ୍ରୀଚରଣ ତଳେ ଆମମାନଙ୍କୁ ସ୍ଥାନ ଦେଇଛନ୍ତି। ପୁରୁଷୋତ୍ତମକୁ ସଦ୍ଗୁରୁ ରୂପେ ନିଜ ଜୀବନରେ ଲାଭ କରିବା ବହୁ ଜନ୍ମର ସାଧନାର ଫଳ। ସେ ଯେ ପୁରୁଷୋତ୍ତମ ନରବିଗ୍ରହ ଧରି ଅବତାର ଗ୍ରହଣ କରିଛନ୍ତି ତାହା ମୁଁ ମୋ ଅନୁଭୂତି ଭିତରେ ପାଇଛି। ପୂଜନୀୟ ମୂର୍ତ୍ତିଦା ଆହୁରି କହୁଥିଲେ, ମୁଁ ଯେତେବେଳେ ଛୋଟ ଥିଲି, ବଡ଼ ଦିଦି ପୂଜନୀୟ କଲ୍ୟାଣୀ ଦିଦି ମୋତେ ଗୋଟିଏ ପକେଟ ଗୀତା ଉପହାର ଦେଇଥିଲେ। ସେ ପକେଟ ଗୀତାର ଦୁଇ ପାର୍ଶ୍ୱରେ ଦୁଇଟି ଛବି ଥିଲା। ପ୍ରଥମ ପାର୍ଶ୍ୱରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ବିଶ୍ୱରୂପ ପ୍ରଦର୍ଶନ କରିଛନ୍ତି। ବୀର ଧନଞ୍ଜୟ ଧନୁର୍ଦ୍ଧରକୁ ଭୂଇଁରେ ରଖି ଆଣ୍ଠୁ ମାଡ଼ି ପ୍ରଭୁଙ୍କ ପାଖରେ ଯୋଡ଼ହସ୍ତରେ ଉପବିଷ୍ଟ। ଆର ପାର୍ଶ୍ୱରେ ଥିଲା ପ୍ରଭୁ ଶ୍ରୀକୃଷ୍ଣ ଶିଆଳି ଲଟାରେ ଦୋଳିରେ ବସିଛନ୍ତି। ତାଙ୍କ ବାମ ପାଦରେ ଠିକ୍ ମଝି ଅଂଶ ଶରବିଦ୍ଧ, ରକ୍ତ ଝରି ପଡ଼ୁଥିଲା। ଜରାସବର ଅତ୍ୟନ୍ତ ମ୍ରିୟମାଣ ହୋଇ
ଯୋଡ଼ହସ୍ତରେ କ୍ରନ୍ଦନରତ ଏହି ଦୁଇଟି ଦୃଶ୍ୟ ବାର ବାର ଦେଖି ମୋର ମାନସ ପଟରେ ଯେମିତି ଛାପି ହୋଇଯାଇଥିଲା। ପ୍ରତ୍ୟେକ ଦିନ ପ୍ରାର୍ଥନା ପରେ ବଡ଼ ଦିଦି ଓ ପରିବାର ବର୍ଗ ସହ ଆମେମାନେ ଠାକୁର ବାଙ୍ଗଲା ଯାଇ ଠାକୁରଙ୍କୁ ପ୍ରଣାମ କରୁ। ମୁଁ ପ୍ରାୟତଃ ବଡ଼ ଦିଦିଙ୍କ ପାଖରେ ଠିଆ ହୋଇ ଠାକୁରଙ୍କୁ ଦର୍ଶନ କରେ। ସେଦିନ ଠାକୁର ଦୁଗ୍ଧ ଫନିଳ ଶୁଭ୍ର ଶଯ୍ୟା ଉପରେ ବାମ ପାଦକୁ ଭାଙ୍ଗି ଅର୍ଦ୍ଧଶୟିତ ଅବସ୍ଥାରେ ସମାସୀନ। ତାଙ୍କର ସେହି କମନୀୟ ରୂପଲାବଣ୍ୟ ଆମେ ସମସ୍ତେ ବିଭୋର ହୋଇ ଦର୍ଶନ କରୁଥାଉ। ହଠାତ୍ ମୋର ଆଖିର ନଜରରେ ପଡ଼ିଲା ଶ୍ରୀ ଠାକୁରଙ୍କର ବାମ ପାଦ ଉପରେ। ଠାକୁରଙ୍କ ବାମ ପାଦର ମଧ୍ୟଭାଗରେ ସୁସ୍ପଷ୍ଟ ଏକ କଳା ଚିହ୍ନ। ମନଟା ମୋର ଘୂରିଗଲା ସେହି ପକେଟ ଗୀତାର ପଛପାର୍ଶ୍ୱର ଚିତ୍ର ଉପରକୁ। ଯାରା ଶବରର ସ୍ୱର ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଦରେ ଯେଉଁ ଜାଗାରେ ବିଦ୍ଧ ହୋଇଥିଲା, ଠିକ୍ ସେହି ଜାଗାରେ ଶ୍ରୀ ଠାକୁରଙ୍କର ବାମ ପାଦରେ କଳା ଚିହ୍ନ ଅତ୍ୟନ୍ତ ସୁସ୍ପଷ୍ଟ। ମନ ଭିତରେ ଭାବାନ୍ତର ସୃଷ୍ଟି ହେଲା। ପ୍ରଭୁ କ'ଣ ତାଙ୍କର ଭକ୍ତଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆଜି ବି ବହନ କରିଚାଲିଛନ୍ତି? ତ୍ରେତୟା ଯୁଗରେ ବାନର ସେନାପତି ଯୁବରାଜ ଅଙ୍ଗଦ ପିତୃଋଣ ପରିଶୋଧର ଇଚ୍ଛା ମନ ଭିତରେ ରଖିଥିଲେ। ପ୍ରଭୁ ସେତେବେଳେ ଦୟାକରି ବର ଦେଇଥିଲେ, ପିତୃଋଣ ପରିଶୋଧ ଏ ଜନ୍ମରେ ସମ୍ଭବ ନୁହେଁ। ଦ୍ୱାପର ଯୁଗରେ ବାଳିସୁତ ଅଙ୍ଗଦ ଜାରାଶବର ରୂପେ ଅଜଣାନ୍ତରେ ପ୍ରଭୁଙ୍କୁ ଶରବିଦ୍ଧ କରିଥିଲେ ଓ ସେହି ଆଘାତରେ ପ୍ରଭୁଙ୍କର ମହାପ୍ରୟାଣ ହୋଇଥିଲା। ଆଜି କ'ଣ ପ୍ରଭୁ ସେହି ଭକ୍ତ ପ୍ରତି ଯେଉଁ ବର ପ୍ରଦାନ କରିଥିଲେ, ତାର ସ୍ମୃତି ସ୍ୱରୂପ ଚିହ୍ନଟି ନିଜେ ବହନ କରିଚାଲିଛନ୍ତି। ସେଦିନ ମୋର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୋଇଗଲା। ସେହି ପରମ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣ ଏଥର ଧରାଧାମରେ ଅବତାର ହୋଇ ଆସିଛନ୍ତି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ରୂପରେ। ଆମମାନଙ୍କର ସୌଭାଗ୍ୟ, ଆମେମାନେ ତାଙ୍କୁ ସୁଚାରୁ ରୂପେ ପାଇଛେ, ଗୁରୁ ରୂପେ ପାଇଛେ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଥରେ ରୀତିକ ସମ୍ମିଳନୀରେ କହୁଥିଲେ, ଆମେ ସମସ୍ତେ ମନେ କରୁ ମୁଁ ଠାକୁରଙ୍କୁ ଧରି ଚାଲିଛି ଦୀକ୍ଷା ମାଧ୍ୟମରେ। ବାସ୍ତବରେ ସେ ହିଁ ଦୟାକରି ତାଙ୍କ ଶ୍ରୀଚରଣ ତଳେ ଆମମାନଙ୍କୁ ଆଶ୍ରୟ ଦେଇଛନ୍ତି। ଗୋଟିଏ ଘଟଣାର ଅବତାରଣା କରି ଶ୍ରୀ ଶ୍ରୀ ଦାଦା କହିଲେ, ଜଣେ ଗୁରୁ ଭାଇ ଥିଲେ। ତାଙ୍କ ପାଖରେ ଆଉ ଜଣେ ସାଧୁ ମହାତ୍ମା ଆଶ୍ରମ କରି ରହୁଥିଲେ। ମଝିରେ ମଝିରେ ଗୁରୁ ଭାଇ ସାଧୁ ମହାତ୍ମାଙ୍କ ସହ କଥାବାର୍ତ୍ତା କରନ୍ତି। ଦିନେ ଗୁରୁ ଭାଇଟି ସେହି ସାଧୁ ମହାତ୍ମାଙ୍କୁ ପଚାରିଲେ, ଆପଣ ଦୀକ୍ଷା ଦିଅନ୍ତି? ହଁ। ଆପଣ ସମସ୍ତଙ୍କୁ ଦୀକ୍ଷା ଦିଅନ୍ତି? ନା। କାହିଁକି? ଆରେ ପତିତ ହେବି ଯେ। ତାହେଲେ କ'ଣ କରନ୍ତି? ଯେଉଁମାନେ ଆଚାରନିଷ୍ଠ, କୁଳଶୀଳ, ଦେବତା ବ୍ରାହ୍ମଣରେ ସମ୍ମାନ କରନ୍ତି, ପିତାମାତାଙ୍କର ସେବା କରନ୍ତି, ଈଶ୍ୱର ବିଶ୍ୱାସୀ, ସେହିଭଳି ଲୋକଙ୍କୁ ବାଛି ବାଛି ଦୀକ୍ଷା ଦିଏ। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଦାଦା ଅତ୍ୟନ୍ତ ଆବେଗ ଭରେ କହୁଥିଲେ, ଆମର ଠାକୁର ସେମିତି କରିନାହାନ୍ତି। ଠାକୁର ଆମମାନଙ୍କୁ ବାଛି ବାଛି ଗ୍ରହଣ କରିନାହାନ୍ତି। ଆମ ସମସ୍ତଙ୍କର ଅନେକ ଅବଗୁଣ ସତ୍ତ୍ୱେ, ବ୍ୟତୟୀ ଚଳଣି, ଅନେକ ଦୋଷ ତ୍ରୁଟି ସତ୍ତ୍ୱେ ସେ ଆମମାନଙ୍କୁ ତାଙ୍କ ଶ୍ରୀଚରଣ ତଳେ ସ୍ଥାନ ଦେଇଛନ୍ତି। ସେ ଆସିଛନ୍ତି ଜଗତ ଉଦ୍ଧାର ପାଇଁ, ପ୍ରତିଟି ଜୀବନକୁ ଶୁଭ ସୁନ୍ଦରରେ ପର୍ଯ୍ୟବେସିତ କରିବା ପାଇଁ। ତେବେ ତାଙ୍କ ଦେଇଥିବା ବିଧିବିଧାନ, ବିଶେଷତଃ ପଞ୍ଚନୀତି, ଯଜନ ଯାଜନ, ଇଷ୍ଟଭୂତି, ସ୍ୱସ୍ତୟନୀ, ସଦାଚାର ଯିଏ ଯେତିକି ନିଜ ଜୀବନରେ ଅନୁସରଣ କରି ଚାଲେ, ତାର ଜୀବନ ସେହି ଭାବରେ ଊର୍ଦ୍ଧ୍ୱବର୍ଦ୍ଧିତ ହୁଏ। ଆସନ୍ତୁ ଏହି ପରମ ଲଗ୍ନରେ ଆମେ ସମସ୍ତେ ସେହି ପରମ ଦୟାଳଙ୍କ ସେ ଶ୍ରୀଚରଣରେ ପ୍ରାର୍ଥନା କରିବା, ତାଙ୍କର ଅମୀୟ ଭାବାଦର୍ଶକୁ ନିଜେ ପରିପାଳନ ପୂର୍ବକ ସାରା ବିଶ୍ୱରେ ସଞ୍ଚାରିତ କରିବାରେ ଚିରବ୍ରତୀ ହୋଇ ଲାଗି ରହିବା। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ।